କାତ ଧରି ଧୀରେ ନାଉରି ନା ଦେଇଛି ମେଲି, ଉତ୍ତର ପବନ ଆଗକୁ ଦିଏ ତଲେଇ ଠେଲି। ନାଚି ନାଚି ଚାଲେ ତରଣୀ ନାଚେ ସାତ ତରଙ୍ଗ, ଉଡ଼ି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ। ଆପଣଙ୍କର ସେ ପିଲାଦିନର କିଛି କବିତା ମନେ ପଡ଼ିଯାଉଛି। ଆଉ ସେଇ ପ୍ରାକୃତିକ ଚିଲିକା କବି କେଡ଼େ ସୁନ୍ଦର ଭାବରେ ବର୍ଣ୍ଣନା କରିଦେଇଛନ୍ତି ସେ ଚିଲିକାର ଦୃଶ୍ୟକୁ। ଆଜି ବା ସେଇ ଚିଲିକା ବୁଲିବାକୁ ଯାଉଥିଲୁ। ଦେଖନ୍ତୁ ମୋ ଝିଅର ଏଇଠି ଦୁଷ୍ଟାମି, କ'ଣ ସେ ବଲବଲ ହେଇକି ରାସ୍ତା ସାରା କ'ଣ କହିଦିଆଉଛି। ଏଇଭଳି ତା'ର ମଜା ମସ୍ତି ଲାଗି ରହିଥାଏ। ଆଉ ଚାଲନ୍ତୁ ଟିକେ ମୋ ସାଙ୍ଗରେ ବି ଆପଣ ପ୍ରାକୃତିକ ଦୃଶ୍ୟ ବି ଟିକେ ଦେଖିଦିଅନ୍ତୁ। କେତେ ସୁନ୍ଦର ଲାଗୁଛି ଦେଖନ୍ତୁ ନା, ଗଛ ଲତା ପାହାଡ଼ ତା ସାଙ୍ଗରେ ମନ ପୁରା ଭରି ଯାଉଛି। ଆଉ ଆମେ ଏମିତି ଟିକେ ବାହାରକୁ ବୁଲିବାକୁ ଯାଇଥିଲୁ। ଗୃହିଣୀମାନଙ୍କର ତ ଜୀବନ ଏଇଭଳିଆ, କିଚେନ୍ ଛୁଆ ସମ୍ଭାଳିବା, କିଚେନ୍ କାମ ଏଇଭଳିଆ ଆମର ଚାଲିଥାଏ। ଘରର ସମସ୍ତ ଦାୟିତ୍ୱ ନେଇ ମାନେ ଲାଇଫ୍ରେ ଯଦି କିଛି ଗୋଟେ ଦିନ ବି ରେଷ୍ଟ ମିଳିଯାଉଛି ନା, ମନ ଭାରି ଖୁସି ହେଇଯାଉଛି। ଆପଣମାନଙ୍କ ସାଙ୍ଗରେ ଏମିତି ହୁଏ କି ନାହିଁ ଆପଣମାନେ ବି କୁହନ୍ତୁ। ଯଦି ହଜବେଣ୍ଡଙ୍କ ତରଫରୁ ଗୋଟେ ଥର ମିଳିଗଲା ଟିକେ ବାହାରକୁ ଯିବା, ତାହେଲେ ତ ମନ ବହୁତ ଖୁସି ହେଇଯାଉଛି। ବାହାରକୁ ଟିକେ ଯିବା, ଗୋଟେ ଦିନ ତ ରେଷ୍ଟ ମିଳିଯିବ। ସେଇ ଚିଲିକା ଆସନ୍ତୁ ଦେଖିବ ନା, ଏଇ କୂଳରେ ମୁଁ ବୁଲିବାକୁ ଯାଇଛି କିନ୍ତୁ ସେଇ କୂଳରେ ମୋ ଘର ଅଛି ହେଲା। ସେ ଯେଉଁ ଆକାଶ ପାଣିର ଯେଉଁ ମିଳନ ଜାଗା ନାହିଁ, ସେଇ କୂଳରେ ମୋ ଘର। ଏ ଦେଖନ୍ତୁ ବହୁତ ତଳ ଦିନର କଥା ଏଇଠି ମନେ ପଡ଼ିଯାଉଛି। କେତେ ଗୁଡ଼ାଏ ବୋଟ୍ ଏଇଠି ସଜା ହେଇକି ରହିଛି। ଆମେ ଏଇ ପାରିରୁ ସେ ପାରିକୁ ଯାଉ। ଏବେ ରିଟର୍ଣ୍ଣ କଲାବେଳେ ଯେଉଁ ଦୃଶ୍ୟ ଦେଖନ୍ତୁ, ଆକାଶ ଗଛ ପାହାଡ଼ ଏ ତିନିଟାର ମନ ପୁରା ଭରି ଯାଉଛି। ଅଳ୍ପ ଅଳ୍ପ ମେଘୁଆ ପାଗ ଦେଇଛି, ତା ସାଙ୍ଗରେ ଗଛ ଗୁଡ଼ାକରେ ଟିକେ ଅଳ୍ପ ହାଲକା ସୂର୍ଯ୍ୟଙ୍କ କିରଣ ବାଜୁଛି। କେତେ ମନ ଖୁସି ହେଇଯାଉଛି ଦେଖିକିନା। ଆଉ କ'ଣ ଟିକେ ଲଞ୍ଚ କରିଦେଲୁ। ଲଞ୍ଚ ଏଇଠି ଆମର ବହୁତ ବଢ଼ିଆ ଖାଇବା ଥିଲା। ଲଞ୍ଚ ପରେ ଆମେ ବାହାରେ ଟିକେ ବୁଲାବୁଲି କଲୁ। ବାସ୍ ତାପରେ ଘରକୁ ଆମେ ରିଟର୍ଣ୍ଣ କରିଗଲୁ। ଏମିତି ଥିଲା ଆଜିକାର ଦିନଟା, ପୁରା ଭଲ ଥିଲା, ଭାରି ମଜା ଲାଗିଲା। ଜୟ ଜଗନ୍ନାଥ।